ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ଆଜି ଗୋଟିଏ ପରମେଶ୍ୱର ସୁନ୍ଦର ସମୟ ଦେଲେ ପ୍ରଭୁଙ୍କର ବାକ୍ୟ କହିବା ପାଇଁ। ପ୍ରାର୍ଥନା ପଦେ କହିକି ପ୍ରଭୁଙ୍କର ବାକ୍ୟ କହିବି। ହାଲେଲୁୟା। ଧନ୍ୟବାଦ ଯୀଶୁ। ପବିତ୍ର ତୁମେ ମହାନ ପରମେଶ୍ୱର ପ୍ରଭୁ, ତୁମର ପବିତ୍ର ବାକ୍ୟ କହିବାକୁ ଯାଇ ବାପା ଯେତେଜଣ ଶୁଣିବେ ପରମେଶ୍ୱର ପବିତ୍ର ସମସ୍ତ ପରିବର୍ତ୍ତନ ପ୍ରଭୁ ପରମେଶ୍ୱର ସମସ୍ତ ହୃଦୟ କିନ୍ତୁ ପ୍ରଭୁ କାର୍ଯ୍ୟରେ ପରମେଶ୍ୱର ସମସ୍ତ ଆଗାମୀ ବିଶ୍ୱାସରେ ଆସିବେ ପବିତ୍ର ଆତ୍ମ ସାହାଯ୍ୟ ପ୍ରଭୁ ଯୀଶୁ ତୁମେ ମହାନ ପରମେଶ୍ୱର ପ୍ରଭୁ ପ୍ରାର୍ଥନା ଶୁଣି ଯତ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁକୁ ମାଗୁଛି ଆମେନ୍। ଆଜି ଟପିକ୍ ଅଛି ଯେଉଁ ଗୋଷ୍ଠୀ ମଧ୍ୟରେ ଅପବିତ୍ରକୃତ ହୋଇଅଛି। ଜିହିଜିକଲ 36:23 ପଢ଼ୁଛି। ପୁଣି ଯାହା ନାନା ଗୋଷ୍ଠୀ ମଧ୍ୟରେ ଅପବିତ୍ରକୃତ ହୋଇଅଛି। ଆଜି ଏହି ଜଗତ ମଧ୍ୟରେ ଆଜି ସମସ୍ତେ ମାନବ ଜାତିମାନେ ଏଇ ଯେଉଁ ଗୋଷ୍ଠୀରେ ଏଇ ଜଗତରେ ବହୁତ ଅପବିତ୍ରକୃତ ହୋଇଅଛନ୍ତି। ହାଲେଲୁୟା। କେମିତି ପବିତ୍ରରୁ ଉଦ୍ଧାର ପାଇବାର ଅଛି, ଯାହା ତୁମେମାନେ ସେମାନଙ୍କ ମଧ୍ୟରେ ଅପବିତ୍ର କରିଅଛ। ଆମ୍ଭେ ଆପଣା ସେହି ମହାନାମ ପବିତ୍ର କରିବା, ଯାହା ତୁମେମାନେ ସେମାନଙ୍କ ମଧ୍ୟରେ ପବିତ୍ର କରିଅଛ। ଏହି ଜଗତ ମଧ୍ୟରେ ଅପବିତ୍ର ହୋଇକି ଅଛି। କେବଳ ଅପବିତ୍ରରୁ ଉଦ୍ଧାର ପବିତ୍ରକୁ ଆସିବା ଲାଗି କେହି ଚାହୁଁନାହାନ୍ତି। କେବଳ ଯଦି ଆମେ ଅପବିତ୍ର, ଆଜି ପ୍ରତ୍ୟେକ ମାନବ ଜାତି ଅପବିତ୍ର କରିଅଛନ୍ତି। କେବଳ ଅପବିତ୍ରରୁ ଆମେ ପବିତ୍ର ହେବାର ଖୋଜିବା ଅଛି। ଯେତେବେଳେ ଆମେ ନିଜେ ଖୋଜିବା ସେଦିନ ଆମେ ପବିତ୍ରରୁ ଅପବିତ୍ରରୁ ଅଶୁଚିରୁ ଆମେ ପବିତ୍ର ହୋଇପାରିବା। ହାଲେଲୁୟା। ଆମ୍ଭେ ଆପଣା ସେହି ମହାନାମ ପବିତ୍ର କରିବା। ଆମ୍ଭେ ଆପଣା ସେହି ମହାନାମ ପବିତ୍ର। ମହାନାମରେ କିଏ? ପରମେଶ୍ୱର ଯୀଶୁ ଖ୍ରୀଷ୍ଟ। ସେ ଆମ୍ଭମାନଙ୍କୁ ପବିତ୍ର କରିବେ। ତାଙ୍କ ବିନୁ ଆଉ କେହି ପବିତ୍ର କରିପାରିବେ ନାହିଁ। ପବିତ୍ର କରିବା ବେଳେ ତାଙ୍କ ବିନୁ ଆଉ କେହି ପବିତ୍ର କରିପାରିବେ ନାହିଁ। ହାଲେଲୁୟା। ଆଉ ଯେତେବେଳେ ଗୋଷ୍ଠୀମାନଙ୍କ ପକ୍ଷରେ ଆମ୍ଭେ ତୁମମାନଙ୍କ ମଧ୍ୟରେ ପବିତ୍ରକୃତ ହେବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଏହା ଜାଣିବେ। ଯେତେବେଳେ ଆମେ ଅପବିତ୍ରରେ ଥିଲୁ, ବର୍ତ୍ତମାନ ଆମେ ପବିତ୍ର ଗୋଷ୍ଠୀ ହୋଇଯାଉ, ପବିତ୍ର ହୋଇଅଛୁ। ଯାହାକି ଆଗାମୀ ଦିନ ଜଗତ ଜାଣିନି ବୋଲି ଏମାନେ ପରମେଶ୍ୱରକୁ ପାଇକି ଈଶ୍ୱରକୁ ପାଇକି ପବିତ୍ର ହୋଇଅଛନ୍ତି ବୋଲି ହେବା। ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ସେତିକି ବେଳକ ସେ ଲୋକମାନଙ୍କୁ ଜାଣିବେ ଯେ ଏମାନେ ଗୋଟେ ପରମେଶ୍ୱର ସନ୍ତାନ, ସଦାପ୍ରଭୁ ସନ୍ତାନ ବୋଲିକି ଯୀଶୁ ଖ୍ରୀଷ୍ଟର ସନ୍ତାନ ବୋଲିକି ଆମମାନଙ୍କୁ ଜାଣିପାରିବେ। ଆଜି ଜଗତ ମଧ୍ୟରେ ଆଜି ଅନେକ ଲୋକ ଅପବିତ୍ର ଜୀବନଯାପନ କରୁଛନ୍ତି। ପବିତ୍ର ଗୋଟେ ଗାଧେଇ ଦେଲେ ନାହିଁ। କେବଳ ଆମର ଅନ୍ତଃକରଣ ପବିତ୍ର ଅଛି କି? ଆମର ହୃଦୟ ପବିତ୍ର ଅଛି କି ଅପବିତ୍ର ହୋଇକି ଅଛି? ସେ ହୃଦୟକୁ, ସେ ଅନ୍ତଃକରଣକୁ ଆପଣମାନେ ପବିତ୍ର କରନ୍ତୁ ସମସ୍ତେ। ଏହା ସେମାନେ ଜାଣିବେ, ଯାହାକି ଯେଉଁ ଲୋକମାନେ ଆପଣ ଗୋଷ୍ଠୀରେ କି ଆପଣ ସମାଜରେ ଆଗାମୀ ଦିନ ଜାଣିବେ ଇଏ ଗୋଟେ ପବିତ୍ର ସନ୍ତାନ ବୋଲି, ଯାହାକି ତା କଥାବାର୍ତ୍ତା ଚାଲିଧାରି ଆଚାର ବ୍ୟବହାର ଜାଣିବେ ପବିତ୍ର ବୋଲି। ହାଲେଲୁୟା। ତାପରେ ଦେଖିବା ଆମେ ଜିହିଜିକଲ 20:41। ଯେଉଁ ସମୟରେ ଆମ୍ଭେ ଗୋଷ୍ଠୀଙ୍କର ମଧ୍ୟରେ ତୁମମାନଙ୍କୁ ବାହାର କରି ଆଣିବା,
ଆଜି ଅନେକ ଲୋକମାନେ ସେ ଗୋଷ୍ଠୀ ମଧ୍ୟରେ ସେ ଅପବିତ୍ରରେ ସେ ପାପମୟରେ ଅଛନ୍ତି। ସେ ଅପବିତ୍ର ମଧ୍ୟରୁ ପ୍ରଭୁ ଆଜି ଆପଣମାନଙ୍କୁ ବାଛିବାରେ ଡାକୁଅଛନ୍ତି। ଯାହାକି ବାକ୍ୟ ଯେଉଁ ସମୟରେ ଆମ୍ଭେ ଗୋଷ୍ଠୀମାନ ମଧ୍ୟରୁ ତୁମମାନ ବାହାର କରି ଆଣିବା, ଗୋଷ୍ଠୀମାନଙ୍କ ମଧ୍ୟରୁ ଆପଣମାନଙ୍କୁ ପ୍ରଭୁ ଡାକୁଛନ୍ତି। କେବଳ ଆପଣମାନେ ସେ ଗୋଷ୍ଠୀ ବିଷୟରେ ସେ ସମାଜରେ ଭୟ କରିକି ରହିଯାଉଅଛ ଓ ଯେଉଁ ଯେଉଁ ଦେଶରେ ତୁମେ ଛିନ୍ନ ଭିନ୍ନ ହୋଇ ରହିଅଛ, ଆଜି ଜଗତରେ ଅନେକ ସମାଜ ଅନେକ ଗୋଷ୍ଠୀ ଛିନ୍ନ ଛତ୍ର ହେଇକି ରହିଛନ୍ତି। ତାପରେ ଗଲା ସେଇ ସବୁ ଦେଶରୁ ତୁମମାନେ ସଂଗ୍ରହ କରିବା ଯେଉଁମାନେ ଛିନ୍ନ ଛତ୍ର ହେଇ ରହିଛନ୍ତି। ଆଜି ଦେଖ ଗୋଷ୍ଠୀ ମାନଙ୍କୁ ଏଇ ମାନବ ଜାତିକୁ ଆଜି ଛିନ୍ନ ଛତ୍ର ହେଇକି ଅଛନ୍ତି। ଆଜି ମନୁଷ୍ୟ ଭଳିଆ କିଛି ନାହିଁ, କେବଳ ଘୃଣା ଭାବ ବହୁତ ଅପବିତ୍ର ଜୀବନ କାଟୁଛନ୍ତି। କିନ୍ତୁ ପବିତ୍ର ଯେଉଁମାନେ ଛିନ୍ନ ଛତ୍ର ହେଇ ରହିଛନ୍ତି ସେମାନେ ପରମେଶ୍ୱର ଡାକୁଛନ୍ତି। ପ୍ରଭୁକୁ ଯେତେବେଳେ ଆପଣ ଜାଣିବ ସେ ସତ୍ୟ ପରମେଶ୍ୱରକୁ, ତାପରେ ସମସ୍ତେ କ'ଣ ଏକାଠି ହେବ। ହାଲେଲୁୟା। ସେହି ସମୟରେ ଆମ୍ଭେ ତୁମମାନଙ୍କ ସୌରଭର ଆଗ୍ରାନ୍ଥ ଦ୍ରବ୍ୟ ତୁଲ୍ୟ ଗ୍ରହଣ କରିବା। ସେହି ସମୟରେ ଆମେ ତୁମର ସୌରଭର ଆଗ୍ରାନ୍ଥ ଗୌରବ ସର୍ବଦା ଆଗ୍ରାନ୍ଥ ଦ୍ରବ୍ୟ ତୁଲ୍ୟ ଗ୍ରହଣ କରିବା। ତାই ପ୍ରଭୁ ଆମକୁ ଗ୍ରହଣ କରିବେ ଆଗାମୀ ଦିନ ଭବିଷ୍ୟତରେ। ସେ ପ୍ରଭୁକୁ ଆଜି ଆପଣମାନେ ପାଆନ୍ତୁ, ବିଶ୍ୱାସ କରନ୍ତୁ। ହାଲେଲୁୟା। ଓ ଆମେ ତୁମମାନଙ୍କଠାରେ ଗୋଷ୍ଠୀଗଣ ସାକ୍ଷାତରେ ପବିତ୍ରକୃତ ହେବା। ଯେଉଁମାନେ ଯୀଶୁକୁ ଜାଣିବ ସେ ଗୋଷ୍ଠୀ ସେମାନେ ପବିତ୍ର ବ୍ୟକ୍ତି କି ପବିତ୍ର ପରିବାର କି ପବିତ୍ର ଗୋଟେ ଗ୍ରାମ ହେବ। ସେ ଏରିଆରେ ଯେ ଆଜି ଅପବିତ୍ର ହେଇକି ଅଛ, ସେଥିପାଇଁ ସେ ସତ୍ୟ ଈଶ୍ୱରକୁ ଜାଣନ୍ତୁ। ଜାଣ ସମୟ ଅଛି ଏବେ, ଯେତେବେଳେ ସତ୍ୟ ଈଶ୍ୱର ଜାଣିବ ସେଦିନ ଆପଣ ପବିତ୍ର ହେବ। ଯଦି ଅପବିତ୍ରରେ ଅଛ ପବିତ୍ର ହେଇଯିବ। ହାଲେଲୁୟା। ଆଉ ଗୋଟେ ଦେଖିବା ଆମେ ଯେହେଜିକଲ 28:25 ଲେଖା ହେଇଛି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନ ଭିନ୍ନ ହୋଇଅଛି, ଯେମିତି ଆଗାମୀ ଇସ୍ରାଏଲ ମଧ୍ୟରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ସଦାପ୍ରଭୁ ନିଜେ କହୁଛନ୍ତି ବାକ୍ୟ ମାଧ୍ୟମରେ, ଯେଉଁ ଗୋଷ୍ଠୀଗଣ ମଧ୍ୟରେ ଇସ୍ରାଏଲ ବଂଶ ଛିନ୍ନ ଭିନ୍ନ, ଯେନ୍ ଇସ୍ରାଏଲ ମଧ୍ୟ ଛିନ୍ନ ଛତ୍ର ଗୋଷ୍ଠୀ ଥିଲା, ଆଜି ଆମର ଓଡ଼ିଶାରେ ବି ଛିନ୍ନ ଛତ୍ର, ଆଜି ଆମର ଭାରତରେ ବି ଛିନ୍ନ ଛତ୍ର ହେଇକି ରହିଅଛି। କେବଳ ପ୍ରଭୁ ଚାହାନ୍ତି, ତାପରେ କ'ଣ କହୁଛି, ସେମାନଙ୍କୁ ମଧ୍ୟ ଯେତେବେଳେ ଆମ୍ଭେ ସେମାନେ ସଂଗ୍ରହ କରିବା। କିଏ ସଂଗ୍ରହ କରିବେ? ପରମେଶ୍ୱର ବିନୁ ଆଉ କେହି କରିପାରିବେ ନାହିଁ। ଓ ନାନା ଦେଶୀୟମାନଙ୍କ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ପ୍ରତିପତନ ହେବା। ନାନା ଦେଶ, ନାନା ଗୋଷ୍ଠୀ, ନାନା ସବୁ ଜାଗାରେ ଯାହାକି ଆମକୁ ପବିତ୍ର କରିବେ। ସେ ଈଶ୍ୱର ନିଜେ ଆମକୁ ପବିତ୍ର କରିବେ। ସେ ଯୀଶୁ ଖ୍ରୀଷ୍ଟ ଆମକୁ ପବିତ୍ର କରିବେ। ତାକୁ ବିନୁ ଆଉ କେହି ପବିତ୍ର ଆଉ କରିପାରିବେ ନାହିଁ। ସେ ସ୍ୱୟଂ ପବିତ୍ର ପରମେଶ୍ୱର, ସେ ସ୍ୱୟଂ ପବିତ୍ର ପରମେଶ୍ୱର। ସେ ପରମେଶ୍ୱରକୁ ଆଜି ଆପଣମାନେ ଜାଣନ୍ତୁ। ହାଲେଲୁୟା। ସେତେବେଳେ ଆମେ ନିଜ ଦାସ ଯାକୁବ ଯେଉଁ ଦେଶ ଦେଇଥିଲୁ, ସେମାନେ ଆପଣମାନଙ୍କର ସେହି ଦେଶରେ ବାସ କରିବେ। ଯେମିତି ଆଗାମୀ ଦିନ ଯାକୁ ଯେଉଁ ଦେଶ ଦେଇଥିଲେ, ଯେ ଜାଗା ଦେଇଥିଲେ ରହିବା ଲାଗି, ବାସ କରିବା ଲାଗି,
ଆମମାନଙ୍କୁ ବି ଆଗାମୀ ସେ ଦେଶ ସେ ରାଜ୍ୟ ସେ ସବୁ କିଛି ଆମକୁ ବି ଦେବେ। ଆମେ ପବିତ୍ରରେ ଥିଲେ ଅନେକ ଦେଶରେ ଅନେକ ଲୋକ ଯେନ୍ ପାପରେ ଅଛନ୍ ଯେନ୍ ଅପବିତ୍ରରେ ଅଛନ୍ ସେ ଅପବିତ୍ର ପବିତ୍ରକୁ ଆଣିବାର ଅଛି। ହାଲେଲୁୟା। ଆଜି ସବୁ କିଛି ଅଛି କେବଳ ଆଜି ଅଧୀନ ଅପବିତ୍ର ହେଇକି ଅଛ ସେ ଅପବିତ୍ରରୁ ପବିତ୍ର ହବା ଲାଗି ଖୋଜନ୍ତୁ। ଏବେ ଏଇଟା ଶୁଣିବ ଯାହାକି ଶୁଣିଲେ ବାକ୍ୟ ଜାଣିପାରିବ ବୁଝିପାରିବ। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। हालेलुया। धन्यवाद यीशु पवित्र परमेश्वर ते महान धन्यवाद यीशु प्रभु पवित्र आत्मा साहाଯ୍ୟ ହବ ପ୍ରଭୁ। ତୁମେ ସୁନ୍ଦର ବାକ୍ୟ ପ୍ରଭୁ ଏ ବାକ୍ୟ ଅନେକ ଲୋକ ଯେନ୍ ଅପବିତ୍ରରେ ଅଛନ୍ତି ପବିତ୍ର କରା ପ୍ରଭୁ ବାକ୍ୟ ଶୁଣିକି ପରିବର୍ତ୍ତନ ପ୍ରଭୁ ପବିତ୍ର ଆତ୍ମା ସାହାଯ୍ୟ ଧନ୍ୟବାଦ ଯୀଶୁ ବାପା ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ମାଗୁଛି ଆମେନ୍।